ନମସ୍କାର ବନ୍ଧୁଗଣ, ଆମେ ଶୁଣୁଛି ବୀଣାପାଣି ମହାନ୍ତିଙ୍କ ଗଳ୍ପ ସଂକଳନ ଅସ୍ତାଚଳର ଜହ୍ନ। ଆଜି ଗଳ୍ପ ସଂକଳନରେ ଶୁଣିବା ଜୀବନ ଖେଳ। ଜହ୍ନ ରାତିରେ ନଈର ଉଛୁଳା ପ୍ରେମ ଗୀତ ଅନେକ ଥର ମୁଗ୍ଧ ହୋଇ ଶୁଣିଛି ଅନ୍ଧକାରଚ୍ଛନ୍ନ ନିସ୍ତବ୍ଧ ରାତିରେ ନିର୍ବିକାର କଣ୍ଠରେ ନଈର ସେଇ ଗମ୍ଭୀର ସ୍ୱର କହୁଥାଏ ଯେପରି ମୁଁ ଅଛି। ମୁଁ ଏଇ ପୃଥିବୀକି ଶସ୍ୟ ଶ୍ୟାମଳା କରି ରଖିଥିବି। ଜମିକୁ ପାଣି ଦେବି, ପିଇବାକୁ ବି ଦେବି। ଖାଇବା ପଦାର୍ଥ ଯେତେବାର ଚାହିଁବ ସେତେବାର ମୁଁ ଅଜାଡ଼ି ଦେବି। ତମେ ସବୁ କେହି ଡର ନାହିଁ। କିନ୍ତୁ ବେଳେବେଳେ ମୁଁ ଅସ୍ଥିର ହେବି। ପର୍ବତ ମୋତେ ଜାକି ନ ଧରିଲେ ମୁଁ ଭାସିଯିବି ତଳକୁ ତଳକୁ। ଯେତେ ବନ୍ଧ ବାଡ଼ ଘର ମଣିଷ ପଶୁ ଗଛଲତା ସବୁକୁ ମୁଁ କୋଳେଇ ନେଇ ସୁ ସୁ ଦୂର ଦୂରାନ୍ତ ଚାଲିଯିବି। ଡଙ୍ଗାଟା ଏତେ ଜୋରରେ ଉବୁଟୁବୁ ହେଲା ଯେ ସରୋଜ ଭାବିଲେ ଆଜି ସେ ନଈର ଉତ୍ତାଳ ଲହରୀରେ ଚିରଦିନ ପାଇଁ ହଜିଯିବ। ନଈ ପରି ଯଦି ସେ ବୋହିଯାଇ ପାରିଥାନ୍ତା, କି ଚୁନା ଚୁନା ଗୀତ ଗାଇ ଗାଇ ନିଜକୁ ଭୁଲେଇ ଦେଇ ପାରିଥାନ୍ତା, ପୁଣି ନୂଆ କରି ଭାଙ୍ଗିଲା ଘରକୁ ସଜାଡ଼ି ଦେଇ ପାରିଥାନ୍ତା, ତାହେଲେ ଆଜି ଏ କଷ୍ଟ ସହିବାକୁ ହୋଇନଥାନ୍ତା। କୌଣସି ମତେ ଘାଇ ଟପି ଭଙ୍ଗା ପୋଲ ପାଖରେ ପହଞ୍ଚିଲା। ପୋଲ ଉପର ଲୋକମାନେ ହାଉଯାଉ ହେଉଛନ୍ତି। ଅନ୍ଧାର ବେଳେ କିଛି ଦେଖାଯାଉ ନାହିଁ। ଛୋଟ ଲଣ୍ଠନଟା ମିଞ୍ଜି ମିଞ୍ଜି ହେଉଛି। ଡଙ୍ଗାରେ ବସିଥିବା ସବୁ ଲୋକ ଏକ ସାଙ୍ଗରେ ହାତ ବଢ଼େଇଛନ୍ତି। ଡଙ୍ଗା ଭିତରେ ପାଣି ପଶି ଗୋଟିଏ ପଟକୁ ଢଳି ପଡ଼ୁଛି। ନାଉରିଆ ନୟାନ୍ତ କାହାର ଗୋଟିଏ ନରମ ହାତ ସରୋଜର ହାତକୁ ଟାଣି ଉପରକୁ ଉଠେଇଲା। ନାହିଁ, ଏ ହାତ ପାରିବନି। ଓଲଟା ପୋଲରୁ ତଳକୁ ସେ ଗଳି ପଡ଼ିବ। ପଛପଟୁ କିଏ ଜଣେ ତାକୁ ଟେକି ଧରି ଉପରକୁ ଉଠେଇଲା ବେଳେ କହିଲା, ଆରେ ସ୍ତ୍ରୀ ଲୋକଟା ବାହିଏ ଚୁଡ଼ି ପିନ୍ଧି ତୋତେ ଉଠେଇ ପାରିବ? ଦେ ସେ ପୋଲର ଖୁଣ୍ଟିଟା ଧରି ତୁ ଉଠିଯାଇ ମୋତେ ଉଠା। ଡଙ୍ଗାରେ ଆଣ୍ଠୁଏ ପାଣି ଜମିଲାଣି। ସରୋଜ ଖଣ୍ଡିଆ ଖାବରା ହୋଇ ଚିରା ପ୍ୟାଣ୍ଟ ସାର୍ଟରେ ଉଠିଗଲା ଉପରକୁ। ସେ ଆଉ ଜଣେ ମିଶି ଗୋଟା ଗୋଟା ଲୋକ ପୋଲ ଉପରକୁ ଟେକିଲେ। ବାକି କେତେକ ଦୌଡ଼ି ଧରି ଆସିଲେ। ସେତେବେଳକୁ ସରୋଜର ମୁଣ୍ଡ ଘୂରିଗଲାଣି। ତଣ୍ଟି ଶୁଖିଗଲାଣି। ଗତକାଲି ରାତିରେ ନୁହେଁ ତ ସଞ୍ଜ ସଞ୍ଜ ସେ କ'ଣ ଟିକେ ଖାଇଥିଲା। ଆଉ କିଛି ମନେ ନାହିଁ। ଚାକିରି ଜାଗାରୁ ସେ ଯାଉଥିଲା ଗାଁକୁ ବଢ଼ି ହେବା କଥା ଶୁଣି। ଖାଲୁଆ ଜାଗା। ଏଣେ ଗଲା ବର୍ଷ ଆଜବେଷ୍ଟ ଛାତରୁ ପାଣି ଗଳୁଥିଲା। ଏ ବର୍ଷ ନ ବଦଳାଇଲେ ନ ଚଳେ। ସେ ପାଇଁ କିଛି ଟଙ୍କା ଧାର କରି ଆଉ କିଛି ନିଜ ସଞ୍ଚୟରୁ ନେଇ ସେ ଆସୁଥିଲା ସହରରୁ। ଘରେ ବୟସ୍କ ବାପା ମା, ଆଉ ଜରାଗ୍ରସ୍ତ ଜେଜେ ଜେଜେମା, ଆଉ ସାନ ଦାଦା ଖୁଡ଼ୀ ସେମାନଙ୍କର ସୁଖ ଦୁଃଖ ବୁଝିବାକୁ କେହି ନାହିଁ। କେହି ନାହିଁ ଆଜି ଯାହା ପାଖରେ ମନ ଖୋଲି ଦିପଦ କଥା ହୋଇପାରିବ। ସ୍ୱଳ୍ପ ଆୟରେ ଇଚ୍ଛା ନଥିଲେ ମଧ୍ୟ ସେ ବାହାସାହା ହୋଇ ସଂସାର କରିବାକୁ ବାଧ୍ୟ ହୋଇଥିଲା। ବାପା ସବୁବେଳେ ଏକଜିଦିଆ। ତାଙ୍କ ସାଙ୍ଗର ଝିଅକୁ ବାହା ହେବ ବୋଲି ସେ କଥା ରଖିଥିଲେ ଠାକୁରଙ୍କୁ ସାକ୍ଷୀ ରଖି। ବନାନୀକୁ ସେ ବାହା ହୋଇ ପାରିଲାନି। ତାର ବି ବାପା ମାଙ୍କର ତାକୁ ମିଶାଇ 4ଟା ଝିଅ। କେତେ ଆଶା ରଖିଥିଲେ ସରୋଜ ବନାନୀକୁ ବାହା ହେବ। ସରୋଜ ପାଠ ପଢ଼ି ଚାକିରି କରୁଛି। ଚାହିଁଲେ କେତେ କ'ଣ କରିବ। ମୂଲ ଲାଗି ଚଳୁଥିବା ମୂଲିଆ ପାଖରେ କିରାଣୀ ଚାକିରି କାହିଁରେ କେତେ ବଡ଼। କିନ୍ତୁ ଭାଗ୍ୟର ବିଧାନ ଭିନ୍ନ। ମୁହଁ ଛପା ଦେଇ ସରୋଜ ରହିଥିବା ବେଳେ ସରୋଜ ଶୁଣିବାକୁ ପାଇଲା ବନାନୀକୁ ଡୋଳା କନିଆ କରି ଦରବୁଢ଼ା 2ଟା ପିଲାର ବାପା କୈଳାସ ଦାସକୁ ରାତାରାତି ବିଭା କରି ଦେଇଥିଲେ। ଯେସାକୁ ତେସା ନୀତିରେ ସରୋଜ ଚୁପ୍ ରହିଥିଲା। ଅବଶ୍ୟ ତେଜରାତି ଦୋକାନୀ କୈଳାସର ରୋଜଗାର ମନ୍ଦ ନଥିଲା। ବନାନୀକୁ ଏବେ କସ୍ତା ଶାଢ଼ୀ ଛାଡ଼ି ସିନ୍ଥେଟିକ୍ ଶାଢ଼ୀ ପିନ୍ଧୁଛି। ଏପରି ଏକ ଦୁଃସମ୍ବାଦ ଦେଇ ଶରତ ସରୋଜକୁ ଚାହିଁ ମୃଦୁ ମୃଦୁ ହସୁଥିଲା। ତାପରେ ସବୁ ଗତାନୁଗତିକ। ମାତ୍ର ଶରତର ସେଇ ମୁରୁକି ହସ
ବେଳେବେଳେ ସରୋଜର ଛାତି ଭିତରେ ଥିବା ମଣିଷ ପଣିଆକୁ ଦଳି ଚକଟି ପକାଏ। ଏଯାଏ ଜୀବନର ପ୍ରତିକୂଳ ଅବସ୍ଥା ବିରୋଧରେ ସେ ଯାଇପାରି ନାହିଁ। ହାଲିଆ ହୋଇ ବାଡ଼କୁ ଆଉଜି ବସିଥିଲା ସରୋଜ। ଆଖି ଖୋଲିବାକୁ ଇଚ୍ଛା ହେଉନଥିଲା। କିଏ ଜଣେ ତାକୁ ହଲେଇ ଦେଇ ଡାକିଲା, ସଜୁ ଭାଇ, ମୁଠେ ଚୁଡ଼ା ଖାଇ ଟିକେ ପାଣି ପିଅ। ମୁଁ 2ଟା ପାଉଚ୍ ରଖିଛି, ନିଅ, ଉଠ। କେମିତି ବର୍ଷା ପଡ଼ୁଛି। ଛଳ ଛଳ ଗୀତ ଗାଉଥିବା ନଈ କେମିତି ଗର୍ଜନ କରୁଛି ଶୁଣି ପାରୁଛ ତ? ଚମକି ଉଠିଲା ସରୋଜ। ଆଗରେ ହାଡ଼ 2 ଖଣ୍ଡରେ ଚମ ଘୋଡ଼େଇ ଠାକରା ଗାଲରେ ଛିଡ଼ା ହୋଇଛି ବନାନୀ। ତାର ଶ୍ୟାମଳ ରଙ୍ଗ ଯୋଗୁଁ ସରୋଜ ବନଲତାକୁ ବନାନୀ ଡାକୁଥିଲା। ଗୋଟିଏ ବିରାଟ ଶକ୍ତି ଥିଲା ବନାନୀର ପରକୁ ଆପଣାଇବାର। 3ୟ ଶ୍ରେଣୀ ପରେ ବସ୍ତାନୀରେ ତାର ଡୋର ବନ୍ଧା ହୋଇଥିଲା। ତଥାପି ସେ ମାଗିଯାଚି ନ ଭେଲାଣି ଲୁଚେଇ ପଡ଼ୁଥିଲା। ଶେଷକୁ ପରିସ୍ଥିତି ଦାୟରେ ସେ ଚାଲିଗଲା ଦୋଭେଇ ବରର 2ଟି ଅକ୍ଷମ ପିଲାର ସେବା କରିବା ପାଇଁ। ଭୋକ କରୁଥିଲା ସରୋଜକୁ। ତଥାପି ସେ କହିଲା, ମୋତେ ସିନା ଦଉଛୁ, ଆଉ ତୁ ଓ ତୋ ପିଲାମାନେ ଖାଇଛନ୍ତି ତ? ସେ ବିଷୟରେ ଭାବ ନାହିଁ। ପିଲାଏ ଖାଇଛନ୍ତି, ମୁଁ ମୁଢ଼ି ଗଣ୍ଡେ ଖାଇବି, ତମେ ଖାଇନିଅ, ମୁଁ ଦେଖେଁ ତେଣେ ଡଙ୍ଗାଟିଏ ଆସୁଛି ନା କ'ଣ? ରିଲିଫ୍ ଲୋକ ଆସୁଛନ୍ତି। ଖଣ୍ଡିଆ ପୋଲଟା କଟକଟ ଡାକୁଛି। କେତେବେଳେ କ'ଣ ହେବ ଠିକଣା ନାହିଁ। କପାଳକୁ ବାପ ଛେଉଣ୍ଡ ପିଲା 2ଟା ମୋ ଭାଗ୍ୟରେ। ସରୋଜ ଅନେଇଛନ୍ତି। ଶାଳଗଛ ଗଣ୍ଡି ପରି ବନାନୀର ଦେହଟା ଏବେ କାଠ ପରି ବାଉଁଶ ଖଣ୍ଡି। ଟିକିଏ ଗଲା। କିଏ ଆସିଲେ ଗଲେ ମିଞ୍ଜି ମିଞ୍ଜି ମହମବତୀ ଆଉ କଳାବଳା ଲଣ୍ଠନ ଭିତରେ ଯଥେଷ୍ଟ ଦୃଶ୍ୟ ହେଉନଥିଲା। କୁଆଡ଼େ ଗଲା ବନାନୀ? ତାର ସେ ପିଲା 2ଟା କେଉଁଠି? ଭାବୁ ଭାବୁ ଖାଇବା ସାରି ଜାକି ଜୁକି ହୋଇ ଶୋଇଲା ଟିକକ ଜାଗାରେ। ଶୀତ ପବନରେ ନଈ ଯେମିତି ଛାଟ ଧରି ତାକୁ ପିଟୁଛି। ଏତେ ତରତରରେ ଘରୁ ଆସିଲା ଯେ ବ୍ୟାଗଟା ଭୁଲି ଆସିଛି। ଅବଶ୍ୟ ଗାଁରେ ତାର ଚାଦର, ଲୁଗା, ସାର୍ଟ ପ୍ରଭୃତି ଅଛି। ଭୁଲିଯାଏ ବୋଲି ଏଇ ବ୍ୟବସ୍ଥା କୁସୁମ କରିଛି। କୁସୁମ ତାର ସ୍ତ୍ରୀ, ପୁଅ ସୁମନକୁ 3 ବର୍ଷ। ଭାଗ୍ୟକୁ ସେମାନେ ସହରରେ ରହିଯାଇଛନ୍ତି। ସେଠି ପାଣି ପଶି ନଥିବ। ଏତିକିବେଳେ ଗୋଟିଏ ଚାଦର କି ଶାଢ଼ୀ ତା ଉପରେ ଲମ୍ବେଇ ଦେଇ କିଏ ଜଣେ ଚାଲିଗଲା। ଆଖି ମେଲେଇ ଜାଣିଲା, ନିଜେ ବନାନୀ ଘୋଡ଼େଇ ହୋଇଥିବା ଚାଦରଟା ତା ଉପରେ ପକେଇ ଦେଇ ବନାନୀ ଅଖା ଛିଣ୍ଡା କନା ମେଞ୍ଚାଏ ଧରି ଘୁରି ଘୁରି ସବୁଆଡ଼ ଦେଖୁଥିଲା। ଆଉ ମଝିରେ ମଝିରେ ନଈକୁ ଚାହିଁ ବନ୍ଧ ବାଡ଼କୁ ଆଉଜି କ'ଣ ଦେଖୁଥିଲା। ସ୍ୱପ୍ନ ନା ସତ୍ୟଟାକୁ ଉପଲବ୍ଧି କରିବାକୁ ସେ ଘୁରୁଥିଲା ଯେତେବେଳେ ସମସ୍ତେ ଶୋଇଥିଲେ କି ଶୋଇ ଶୋଇ ଚାହୁଁଥିଲେ। ଏତେ ଥଣ୍ଡା ମେଘରେ କିଏ ଶୋଇପାରେ? ମେଘ ଅଛି ଝଲକାଏ ଛିଞ୍ଚି ଦେଇଯାଉଛି ସବୁରି ଉପରେ। ଏ ପାଣି କେତେବେଳେ ବାସୁକି ଶୋଷି ନେବ କେଜାଣି। ବାସୁକି ଅଛି ନା ନାହିଁ? ଅଛନ୍ତି ନା ନାହିଁ ବାସୁଦେବ? ଏସବୁ କଥାର ଅର୍ଥ ସରୋଜ କେବେ ବୁଝିବାକୁ ଚେଷ୍ଟା କରି ନାହିଁ। ତାକୁ ନିଦ ଲାଗିଗଲା। ବନାନୀ ଭିତରେ ଗୋଟିଏ ଅସ୍ୱସ୍ତିକର ଝଡ଼ ଉଠିଥିଲା। କାହା ପାଖରେ ହାତ ପାତିବା ତାର ଅଭ୍ୟାସରେ ନାହିଁ। ସେ ସ୍ୱପ୍ନ ଦେଖିଛି, କିନ୍ତୁ ସ୍ୱପ୍ନରେ ଭାସିଯାଇ ଦିଗହରା ହୋଇନି। ତାହେଲେ ତାର 3 ଭଉଣୀ ବିଭା ହୋଇ ଘର ସଂସାର କରିପାରି ନଥାନ୍ତି। 2ଟା ଅକ୍ଷମ ପିଲାଙ୍କୁ ମା' ପରି ସ୍ନେହ ଦେଇ ସେ ପାଳିଥିବାରୁ ତାର ବୟସ୍କ ସ୍ୱାମୀ ବନାନୀର ବାପଘରକୁ ସାହାଯ୍ୟ ଦେଇ 3 ଝିଅଙ୍କୁ ଉଠେଇ ଦେଇଥିଲା। ଏବେ ବାପା ମା' ନାହାନ୍ତି କି ନାହାନ୍ତି ତାର ସେଇ ଉଦାର ବୟସ୍କ ସ୍ୱାମୀ। ଗୋଟିଏ ଢିପ ଉପରେ 2 ବଖରା କୋଠାଘର କରି ବନାନୀକୁ ସବୁ ଦେଇ ସେ ଆଖି ବୁଜିଥିଲେ ଶାନ୍ତିରେ। ଏଥର ବଢ଼ି ଆସିଲା ବେଳେ ସାଇସାରା ଲୋକ ଯିଏ ଯୁଆଡ଼େ ପଳେଇଲେ। ଏକା କେମିତି ସେ ରହିବ ଭାବି ଡଙ୍ଗାରେ ବସି ଏ କୂଳକୁ ଚାଲି ଆସିବା ବାଟରେ ପୋଲ ପଡ଼ିଲା। ତା ଉପରେ ବି ଲୋକ। ଡଙ୍ଗା ଦୁଲୁକୁ ଥାଏ। ଉପରୁ ଦଉଡ଼ି ପକାଇ ଲୋକମାନେ ଡଙ୍ଗା ଉପରକୁ ଉଠି ଯାଉଛନ୍ତି। ସେ ବି ବାଧ୍ୟ ହୋଇ ସେଇଆ କଲା। କାରଣ ଅଥଳ ଜଳରେ ଘାଇ ନିକଟରେ ପୋଲଟା ଗତ ଗତ ହୋଇ ଭାଙ୍ଗି ଗଲାଣି ଆଗପଟୁ ଆଉ ପଛରୁ।
ଶେଷରେ ସେ ଟାଣି ଆଣିଥିଲା ସରୋଜକୁ। 20 ବର୍ଷ ବିତିଗଲେ ବି ସେ ତାକୁ ଚିହ୍ନି ପାରିଥିଲା। ସେତେବେଳକୁ ସମ୍ପୂର୍ଣ୍ଣ ଅନ୍ଧାର ଛାଇ ଯାଇଥିଲା। କେତେବେଳେ ଡଙ୍ଗାରେ କେତେଜଣ ଆସି 2ଟା ଲଣ୍ଠନ ମହମବତୀ ଦିଆସିଲି ଦେଇଗଲେ। ଏମାନେ ସ୍ୱେଚ୍ଛାସେବୀ କି ସରକାରୀ ସଂସ୍ଥା କିଛି କହିହେବନି। ପଛରେ ଆଉ ଗୋଟେ ଡଙ୍ଗାରେ ରନ୍ଧା ଖାଦ୍ୟ ପୋଡ଼ିଆ ବି ଛୋଟ ପିଲାଙ୍କ ପାଇଁ ଗୁଣ୍ଡ ଦୁଧ ପ୍ୟାକେଟ୍ ପକେଇ ଦେଇଗଲେ। ହେଲିକପ୍ଟର ଉପରେ ଉଡ଼ି ଖାଦ୍ୟ ପୋଡ଼ିଆ ପକାଉଥିଲା କି ଫଟୋ ଉଠାଉଥିଲା କିଛି ଜଣାପଡ଼ୁନଥିଲା। ଚତୁର୍ଦିଗ ସୁନସାନ, ଖାଲି ନଈର ସୁ ସୁ ଶବ୍ଦ ଛଡ଼ା ଆଉ କିଛି ଶୁଭୁନଥିଲା। ସରୋଜ ଟିକେ ଆଖି ମେଲି ଚାହୁଁଥାଏ ତ କେତେବେଳେ ଆଖି ବନ୍ଦ କରୁଥାଏ। ଏମିତି ଅବ୍ୟବସ୍ଥା ଭିତରେ କ୍ଳାନ୍ତି ବଢ଼ୁଥାଏ, ପଛକେ କମୁନଥାଏ। ଅଣ୍ଟା ପିଠି ସବୁ ଓଦା ଆଉ ଦରଦ। ସେ କ'ଣ ଜାଣିଥିଲା ଏମିତି ବର୍ଷା ପବନ ହୋଇ ବଢ଼ି ହେବ? ଘରେ ବୁଢ଼ା ବୁଢ଼ୀଗୁଡ଼ା ସତରେ ପ୍ରାଣରେ ଥିବେ କି ନାହିଁ? କେତେଥର ଭାବନ୍ତି ସମସ୍ତଙ୍କୁ ନେଇ ସହରରେ ନିଜ ପାଖରେ ରଖିବ, ହେଲେ ବିଭିନ୍ନ କାରଣରୁ ତାହା ସମ୍ଭବ ହୁଏ ନାହିଁ। କୁସୁମ ସମସ୍ତଙ୍କୁ ରାନ୍ଧି ବାଢ଼ି ଦେଇପାରିବନି। ଘର ମାତ୍ର 2 ବଖରା। ବଡ଼ ଘର ନେବାକୁ ଅର୍ଥବଳ ନାହିଁ। ଏମାନେ ଗଲେ ଚାଷବାସ ବୁଝି ଡାଲି ଚାଉଳ ଚୂଡ଼ା ଖବର ବୁଝିବ କିଏ? ସେଇଥିରୁ ସେମାନେ ଚଳି ସରୋଜକୁ ପାଖକୁ ପଠାନ୍ତି। ଘର ଗୋଟାକର ସେଇ ଗୋଟାକ ପୁଅ। କେତେ ଭରସା ସେମାନଙ୍କର ପୁଅ ଉପରେ। କିଛି ହେଇପାରିଲାନି। ଯଦି ସେ ବନାନୀକୁ ବାହା ହୋଇଥାନ୍ତା, କେଜାଣି ସେ ସମସ୍ତଙ୍କୁ ଆପଣାର କରିପାରିଥାନ୍ତା। ବନଲତା ନାମଟାକୁ ବଦଳାଇ ସେ ତାକୁ ଡାକୁଥିଲା ବନାନୀ। ଘନ ଅରଣ୍ୟର ଗହଳ ପତ୍ର ରାଶି ପରି ମୁଣ୍ଡରେ ତାର କୁଞ୍ଚୁ କୁଞ୍ଚିଆ କେଶ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବି ରହିଥିଲା। ଏବେ ଦେଖୁଛି ସେ ଦର ବୁଢ଼ୀ। ବାଳ ସବୁ ଛିଣ୍ଡି ଗଲାଣି। ମଥା ଉପରେ ପାଚିଲା କେଶ, ରଙ୍ଗଳା ହାତ, ତଥାପି ତାର କଥା କୁହା ଆଖି ଯୋଡ଼ିକ ସେମିତି ଅଛି। ଅକାଳରେ ତାର ସ୍ୱପ୍ନ ଓ ଯୌବନ ସବୁ ମଉଳି ମଉଳି ମରିଯାଇଛି। କେବେ ଦେଖା ହେବନି ଭାବିଥିଲା। ସରୋଜର ଗାଁ ପାଖରେ ଖଣ୍ଡେ ଗାଁ ଛାଡ଼ି ବନାନୀର ଶାଶୁଘର। ବାହାଘର ପରେ କେବେ ତାର ଦେଖା ହୋଇନି। ଦେଖା ହେବା କଥା ସେ ଜାଣିଶୁଣି ପାସୋରି ଯାଇଛି। ତାର ଦୁର୍ବଳତା ଅସହାୟପଣକୁ ଢାଙ୍କିବା ପାଇଁ ଗାଁକୁ ଆସିଲେ ବି ସେ ଘରେ ଦିନେ 2 ଦିନ ରହି ଚାଲିଯାଏ। ଆସେ ସଞ୍ଜ ସଞ୍ଜ ଆଉ ଫେରିଯାଏ ସକାଳୁ ସକାଳୁ। ବଜାର ଘାଟ କି ନଈକୂଳ ଯାଏନି। ବାଡ଼ି ବଗିଚା ବିଲକୁ ଯାଏ। ସତେ ଯେମିତି ଖୁସିରେ ଖୁସିରେ ସେ ଦିନ କାଟିବାକୁ ଆସେ। ଦାୟିତ୍ୱ, ଏତେ ଗୁଡ଼ିଏ ବୁଢ଼ାବୁଢ଼ୀଙ୍କ ଅଭିଶାପରୁ ନିଜକୁ ମୁକ୍ତ କରିବାକୁ ସେ ଆପ୍ରାଣ ଚେଷ୍ଟା କରିଥାଏ। କିନ୍ତୁ ସମୟର ମଧ୍ୟ ସମୟ ଅଛି। ଅଛି ମଧ୍ୟ ଅସମୟ। ଯେକୌଣସି ମୁହୂର୍ତ୍ତରେ ଥରେ ନା ଥରେ ଭେଟ ହୋଇଯିବ। ହଜିଲା ଜିନିଷ ମିଳିଯାଏ ଆଉ ସଞ୍ଚିତ ଜିନିଷ ଗୋଟିଏ ଫୁତ୍କାରରେ ଉଡ଼ିଯାଏ। ଏ କ'ଣ ସେଇ ମୁହୂର୍ତ୍ତ ନା ଅମୁହୂର୍ତ୍ତ? ସେ ହାରିଯିବନି ତ? କ'ଣ ଭାବୁଛ ସଜୁ ଭାଇ? ଆଖି ବନ୍ଦ କରି ଶୋଇପଡ଼। ସକାଳକୁ ମୁଁ ଭାବୁଛି ପାଣି କମି ଯାଇଥିବ। ସରକାରୀ କି ବେସରକାରୀ ଡଙ୍ଗା ଆସିବ, ନେଇଯିବ ସମସ୍ତଙ୍କୁ। କାରଣ ପୋଲଟା ଟଳଟଳ ହେଉଛି। ସରୋଜ ହସିଦେଇ କହିଲା, ତୋତେ ମରିବାକୁ ଡର ମାଡ଼ୁଛି ନା? ମୋତେ ନୁହେଁ। ମୁଁ ତ ଜନ୍ମକାଳରୁ ମୃତ୍ୟୁ ସହିତ ବସା ବାନ୍ଧିଛି। ପୋଲା କାହାର କେତେବେଳେ ଭାରି ଜାଣିନି। ଅକ୍ଷମ ଶିଶୁ 2ଟା ମୋ ବେକରେ ବନ୍ଧା ଯେ। ସରୋଜ କିଛି ସମୟ ଚୁପ୍ ରହି କହିଲା, ଜନ୍ମ ମୃତ୍ୟୁ କାହା ହାତରେ ନାହିଁ। ଭାଗ୍ୟ ମଧ୍ୟ ନିଜ ହାତରେ। ସେଇ ଦଉଡ଼ିକୁ ଜୋରରେ ଟାଣି ନ ଧରିଲେ ଠିକ୍ ସମୟରେ ତା ପର ମୁହୂର୍ତ୍ତ ସବୁ ଅସମୟ ହୋଇଯାଏ। ପିଲାଟିଏ ପରି ହସି ବନାନୀ କହିଲା, ସେଆଡ଼କୁ ମୋଟେ ଅନାଅନି ସଜୁ ଭାଇ। ସେପଟରେ ଘନ ଅନ୍ଧକାର। ଥରେ ମରିଯାଇଥିବା ମଣିଷ କ'ଣ ଗାତରୁ ଉଠେ? ଝରଝର ହୋଇ ବର୍ଷା ଗଦା ହୋଇପଡ଼ିଲା। ପାଲ ଘୋଡ଼ି ହୋଇ ଶୋଇଥିବା ମଣିଷ ଗୁଡ଼ାକ ଥରି ଥରି ପାଲକୁ ଜାପୁଟି ଧରିଥିଲେ। ସରୋଜ ଉଠି ପଡ଼ି କହିଲା, ସକାଳ ଏଇ ବୋଧେ ହେବ। ଫର୍ଚ୍ଚା ଦିଶିଲାଣି। ତା ପୂର୍ବରୁ ସଜାଡ଼ି ହେବା ଦରକାର। ଡଙ୍ଗାରେ ଜାଗା ମିଳିବ କି ନାହିଁ କେଜାଣି। ବନାନୀ ମୁହଁ ଶୁଖାଇ କହିଲା,
ଡଙ୍ଗାରେ ଲୋକ ଥିବେ। ନାଉରିଆ ନିଜେ ଡାକ ଛାଡ଼ିବ। ମୁଁ ଯାଏ ପିଲାଙ୍କୁ ଉଠେଇ ମୁହଁ ଧୋଇଦିଏ। ହାତ ବଢ଼େଇଲେ ନଈର ଗୋଳି ପାଣି। ହଉ ପଛେ ମୁହଁଟା ସେଇ ପାଣିରେ ପୋଛିଦେବି। ସରୋଜ ଝାପ୍ସା ଆଲୁଅରେ ଦେଖୁଥିଲା ବନାନୀକୁ। କେତେ ବୟସ୍କ ଦିଶୁଛି ସେ। ଅଥଚ ଦିନେ ତା ସାଥିରେ ନଈ କୂଳରେ ବସି ବୋହୁ ବୋହୁକା ଖେଳ ଖେଳୁଥିଲେ ସେମାନେ। ସଢ଼େଇରେ ଭାତ ଡାଲି ରାନ୍ଧୁ ରାନ୍ଧୁ ସେମାନେ ଦିନେ ଛୋଟ ଛୋଟ ଅଭଡ଼ା ହାଣ୍ଡିରେ ଭାତ ତରକାରୀ ଆଉ ମାଟି ତାୱାରେ ଶାଗ ଭାଜି ଖାଇଥିଲେ। ନଈବାଲି ମିଶା ଭାତ ଡାଲି ଆଉ ମଦରଙ୍ଗା ଶାଗରେ ଛୋଟ ମାଛ ପଡ଼ି ରନ୍ଧା ହୋଇଥିବ ଖାଲି ଲୁଣ ହଳଦୀରେ। ଅମୃତ ପରି ସେସବୁ ଲାଗୁଥିଲା ସେତେବେଳେ। ଆଜିକାଲି କିଛି ଭଲ ଲାଗୁନି ଘରେ କି ବାହାରେ। ନାଁର ମଙ୍ଗ ଦିଶିଲାଣି। ଏଇଲେ ଭିଡ଼ ଲାଗିଯିବ। ଚାହୁଁ ଚାହୁଁ ଆଉ ଦୁଇଟା ଡଙ୍ଗା ପଛକୁ ପଛ ଲାଗି ରହିଲା। କିଏ ଜଣେ ମାଇକ୍ରୋଫୋନ୍ରେ ଡଙ୍ଗା ଭିତରୁ କହିଲା, ପୋଲ ଭାଙ୍ଗିବ ଭାଙ୍ଗିବ ହେଉଛି। ବେଗି ବେଗି ତମେ ସବୁ ପୋଲ ପଛପଟେ ଆମେ ପକେଇଥିବା ବାଉଁଶ ସିଡ଼ି ଧରି ଜଣ ଜଣ ହୋଇ ଓହ୍ଲେଇ ଆସ। ଡରିବାର କିଛି ନାହିଁ। ସଙ୍ଗରେ ଆମର ପହଁରାବାଲା ଅଛନ୍ତି। ଡରିବାର କିଛି ନାହିଁ। ପଟା ଦୋହଲି ଗଲେ ବି ତୁଟିବ ନାହିଁ। ବଡ଼ ପାଟିରେ ସରୋଜ କହିଲା, ପିଲାଙ୍କୁ ବାଟ ଛାଡ଼ିଦିଅ। ତାଙ୍କ ପଛେ ପଛେ ଦି ହାତ ଛାଡ଼ି ବଡ଼ ମଣିଷ ଯାଅ। ଛୋଟ ପିଲାଙ୍କୁ ବାପା ମା କାଖେଇ ନିଅ। ଅଣ୍ଟାରେ ଗାମୁଛା ବାନ୍ଧିଯାଅ। ସରୋଜର ପାଟି ଅଠା ଅଠା ହୋଇଯାଉଥିଲା। ସମୁଦ୍ରେ ପାଣି ପିଇଲେ ବି ଶୋଷ ମେଣ୍ଟିବ ନାହିଁ ଯେମିତି। ଲେଙ୍ଗଡ଼ା ଝିଅଟାକୁ କାଖେଇ ଡାହାଣ ହାତରେ ମୁକ ପୁଅଟାକୁ ଧରି ବନାନୀ ତଳକୁ ଓହ୍ଲାଇଲା। ସରୋଜ ଆଖି ବୁଜିଦେଲା। କି କଷ୍ଟ, କି କଷ୍ଟ। ଧୀରେ ଧୀରେ ସେ ବନାନୀକୁ ତାକୁ ଘୋଡ଼େଇ ଦେଇଥିବା ଚାଦରଟା ଅଣ୍ଟାରେ ଭିଡ଼ି ତଳକୁ ଓହ୍ଲେଇଲା। ଗୋଡ଼ ଦୁଇଟା ଥରୁଛି। ଶୋଷରେ ତଣ୍ଟି ଫାଟି ଯାଉଛି। ହାତ ପାପୁଲିରେ ତଳେ ମେଘ ପାଣି ପିଇ ସେ ବାଉଁଶ ଉପରେ ପାଦ ଦେଲା। ତଥାପି ମୁଣ୍ଡଟା ଘୁରୁଛି। ହଠାତ୍ ଘଡ଼ଘଡ଼ି ମେଘ ଯେମିତି ଏକ ସାଙ୍ଗରେ ସବାର ହୋଇ ପଡ଼ିଲେ ତା ଉପରେ। ସବୁଆଡ଼ ଅନ୍ଧକାର। ଧଡ଼ାସ୍ କରି ପାଣିରେ ପଡ଼ିଗଲା ସରୋଜ। ଭଙ୍ଗା ପୋଲଟା ପାଣିରେ ଭୁଷୁଡ଼ିଗଲା ବୋଧେ। ଏପଟେ ପାଣି ସେପଟେ ପାଣି। ଉପରେ ତଳେ ସବୁଠି ପାଣି। ସେ ଯିବ କୁଆଡ଼େ? ପହଁରିବା କଥା ସେ ଭୁଲିଗଲାଣି। ତଳକୁ ତଳ ସେ ଯାଉଛି। ଗୋଡ଼ ଟେକି ହୋଇଗଲାଣି। ହାବୁକା ହାବୁକା ପାଣିରେ ସେ ଅଣନିଶ୍ୱାସୀ। ହଠାତ୍ ଏତିକିବେଳେ ସାପଟାଏ କି ବଡ଼ ମାଛଟାଏ ତାର ଗୋଡ଼କୁ କାମୁଡ଼ି ଧରିଲା। ତାପରେ ତାର ଆଉ କିଛି ମନେ ନାହିଁ। କେତେ ସମୟ ପରେ ସେ ଆଖି ଖୋଲି ଦେଖିଲା, ଦି ଜଣ ଲୋକ ଚିପି ଚିପି ତାର ପେଟରୁ ପାଣି କାଢ଼ୁଛନ୍ତି ପାଟି ବାଟି। ତାର ଦୁଇ ହାତକୁ ଗୋଡ଼କୁ ଦୁଇ ଜଣ ଲୋକ ଫୁଙ୍କୁଛନ୍ତି ଆଉଁଶୁଛନ୍ତି। ହଠାତ୍ ଚିତ୍ କରି ଶୁଆଇ ଦେଲେ। ଇସ୍, କେତେ ସୁନ୍ଦର ହୋଇଯାଇଛି ଆକାଶ। ମେଘ ନାହିଁ। ନରମ ଖରାର କିରଣ ବିଞ୍ଚି ହୋଇ ପଡ଼ିଛି ଚତୁର୍ଦିଗ। ବନାନୀର ପାଟି ଶୁଭିଲା, ନାଉରିଆ ଭାଇ, ଏଇଠି ନାଁ ରଖ। ଆମ ଘର ଆସିଗଲା। ଆଚ୍ଛା ଆଚ୍ଛା, ଏ ବାବୁ ତୋର? କଥା ଛଡ଼ାଇ ବନାନୀ କହିଲା, କ'ଣ ପଚାରୁଛ ମ? ନଇଲେ ମଝି ନଈରେ ବୁଡ଼ି ମୁଁ ତା ଗୋଡ଼ କାମୁଡ଼ି ଧରିଥାନ୍ତି କାହିଁକି? ସେ ଏଇ ଗଛ ମୂଳେ ଶୋଇଲେ ଉଠି ପାରିବେ। ଏଇ ଉଚ୍ଚା କୁଦଟା ଦେଖୁଛ ଭାଇନା, ସେଇଟା ଆମ ଘର। ଦି ଜଣ ଲୋକ ସରୋଜକୁ ଟେକି ନେଇ ଗଛ ମୂଳେ ପଚା ପତ୍ର ଉପରେ ଶୁଆଇ ଦେଲେ। ଗାମୁଛାଟା ଅଣ୍ଟାରୁ କାଢ଼ି ନେଇ ବନାନୀ ସରୋଜର ହାତ ଗୋଡ଼ ଆଉ ଥରେ ପୋଛିଦେଲା। ଲାଜରେ ସରୋଜ ପଚାରିଲା, ଚାଦରଟା ଗଲା କୁଆଡ଼େ? ଭାସିଗଲା? ସେଇ ଚାଦରଟା ଭାସିଲାରୁ ତ ମୁଁ ଧାଇଁ ଯାଇ ତମକୁ ପାଦରେ କାମୁଡ଼ି ଟାଣି ଆଣିଲି। ନହେଲେ କ'ଣ ହୋଇଥାନ୍ତା କହିଲ? ସାରା ଜୀବନର ସମର୍ପିତ ଜୀବନ ମୋର ଆଜି ହିଁ ନଈ ପାଣିରେ ଭାସି ଯାଇଥାନ୍ତା, ଜାଣ ସଜୁ ଭାଇ। ବାହା ସିନା ହୋଇଥିଲି ଦାୟିତ୍ୱ ଦୃଷ୍ଟିରୁ, କିନ୍ତୁ ଦିନକ ପାଇଁ ଭୁଲିପାରି ନାହିଁ ସେଇ ବୋହୁ ବୋହୁକା ପିଲାଦିନର ସଢ଼େଇ ଖେଳ। ସରୋଜ ଆଖି ବୁଜି କହିଲା, କିନ୍ତୁ ମୋତେ ତ ଯିବାକୁ ହେବ। ମୋର କିଛି ଦାୟିତ୍ୱ ଅଛି। କିଏ ମନା କଲା? କୁସୁମ ଅଛି, ପିଲା ଅଛି। ଘରେ ଗାଁରେ ଚାରି ଚାରିଟା ବୁଢ଼ାବୁଢ଼ୀ। ଖାଲି ବିଶ୍ରାମ ପାଇଁ ଆଜି ରହିଯାଅ। କାଲି କହିଲେ ରହିବାକୁ ମଧ୍ୟ ମୁଁ ମନା କରିବି। କାହିଁକି? ଅନ୍ୟ କାହାକୁ କଷ୍ଟ ଦେଇ ଯନ୍ତ୍ରଣା ଦେଇ ଏ ପରିଣତ ବୟସରେ ମୁଁ କି ସୁଖ ପାଇବି?
ବାଲି ଖେଳ ବାଲି ଘର କ୍ଷଣିକ ପାଇଁ ହେଲେ ବି ଚିହ୍ନ ରହେ ତାର ଜୀବନ ଥିବା ଯାଏ। ସରୋଜକୁ ରାଜ୍ୟଯାକର ନିଦ ମାଡ଼ି ଆସିଲା। ବନାନୀ ତାର ହାତ ପାଦ ଆଉଁସୁ ଆଉଁସୁ ସ୍ୱପ୍ନ ଦେଖିଲା। ଆଉ ପିଲା ଦୁଇଟା ବନାନୀର ଦୁଇ ଜଙ୍ଘରେ ମୁଣ୍ଡ ଦେଇ ଆରାମରେ ଶୋଇଯାଇଥିଲେ। ସିରି ସିରି ହାଲୁକା ପବନ ଗଛପତ୍ରକୁ ରହି ରହି ହଲେଇ ଦେଇ ଯାଉଥିଲା। ନଈରୁ ପାଣି ଧୀରେ ଧୀରେ କମି ଯାଉଥିଲା। ଝଲମଲ କରୁଥିଲା ବୁକୁରେ ତାର